এই ভিডিଓରେ ଆମେ ଡିସ୍କସନ୍ କରିବା ରିମାଟଏଡ୍ ଆର୍ଥ୍ରାଇଟିସ୍। ତ ରିମାଟଏଡ୍ ଆର୍ଥ୍ରାଇଟିସ୍ କାହାକୁ କୁହାଯାଏ? ତ ପ୍ରଥମ କଥା ମୁଁ ଆପଣଙ୍କୁ କହିବି କି ରିମାଟଏଡ୍ ଆର୍ଥ୍ରାଇଟିସ୍ ଗୋଟେ ଡିଜିଜ୍ ଯୋଉଥିରେ ସିଭିୟର୍ ପେନ୍ ହୁଏ ଆପଣଙ୍କର ଜଏଣ୍ଟରେ। ଆମର ଯେତେ ବି ଜଏଣ୍ଟ ଅଛି, ମେଜର ଜଏଣ୍ଟ ଅଛି, ତ ସେଇ ଜଏଣ୍ଟରେ ପେନ୍ ହୁଏ। ଆଉ ଏଇଟା ନର୍ମାଲି ବୁଢ଼ାମାନଙ୍କ ପାଖରେ ଦେଖାଯାଏ। ବୁଢ଼ାବୁଢ଼ୀ ଯେତେବେଳେ ହେଇଯାଆନ୍ତି ଅଧିକ ମାତ୍ରାରେ ଇଏ ପେନ୍ ହେବା ଷ୍ଟାର୍ଟ ହେଇଯାଏ। ତ ଇଏ କାହିଁକି ହୁଏ? ତ ମୁଖ୍ୟ କାରଣ ହେଉଛି ଗୋଟେ ଜେନେଟିକ୍ କାରଣ, ଆଉ ଗୋଟେ ହେଉଛି ଏକ୍ସଟର୍ନାଲ୍ ବା ବାହାରର ଫ୍ୟାକ୍ଟର କାରଣ ହେଉଛି ସ୍ମୋକିଂ। ଯଦି ଆପଣ ଅତ୍ୟଧିକ ସ୍ମୋକିଂ କରୁଛନ୍ତି ତାହେଲେ ଚାନ୍ସେସ୍ ରହୁଛି ଆପଣଙ୍କୁ ରିମାଟିକ୍ ଆର୍ଥ୍ରାଇଟିସ୍ ହେବାର। ଆଉ ଯଦି ଗୋଟେ ହେଉଛି କ'ଣ ନା ଅଟୋ ଇମ୍ୟୁନ୍ ଡିଜଅର୍ଡର, ଏଇଟା କେମିତି ହୁଏ ନା ଆମ ବଡ଼ିର ଇମ୍ୟୁନିଟି ସିଷ୍ଟମ୍ ଯିଏ ଆପଣଙ୍କୁ ସୁରକ୍ଷା ଦେଉଥିଲା ସବୁବେଳେ, ସିଏ ଆଜି ତା ମୁଣ୍ଡ ଖରାପ ହେଇଯାଇଛି। ସିଏ ଆପଣଙ୍କ ସେଲ୍ର ଯେଉଁ ସାଇନୋଭିଆଲ୍ ଫ୍ଲୁଇଡ୍ ଅଛି ଯେଉଁଟା ଆମ ସେଲ୍ ଭିତରେ ବା କାର୍ଟିଲେଜ୍ ଅଛି ତାକୁ ନଷ୍ଟ କରିବାକୁ ଷ୍ଟାର୍ଟ କରିବ, ଯେଉଁଥିପାଇଁ କି ଆମର ଜଏଣ୍ଟରେ ମୁଭମେଣ୍ଟରେ ପ୍ରୋବ୍ଲେମ୍ ହେବ ଆଉ ଆପଣଙ୍କୁ ଚାଲିବାରେ ପ୍ରୋବ୍ଲେମ୍ ହେବ। ତ ଏଥିପାଇଁ